ନୃସିଂହଚରଣ ବାରିକ ମୁଁ ବରଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ହିସାବରେ କାର୍ଯ୍ୟ କରୁଅଛି। ଆଜି ଅକ୍ଟୋବର 5 ତାରିଖ 2024 ମସିହାରେ କୃଷି ବିଜ୍ଞାନ କେନ୍ଦ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଚାଷୀ ଭାଇମାନଙ୍କୁ PM କିଷାନ ନିଧି ଯୋଜନାରେ ଯେଉଁ ରାଶି ସାହାଯ୍ୟ ଦିଆଯାଉଛି ତାରି ଉପରେ ଗୋଟେ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଷ୍ଟ୍ରର ୱାସିମ ଠାରେ ଆୟୋଜିତ କରାଯାଇଛି। ସେଠି ଗୋଟେ ବଞ୍ଜାରା ସମ୍ପ୍ରଦାୟର ଗୋଟେ ବଡ଼ ମ୍ୟୁଜିୟମ୍ ବା ସଂଗ୍ରହାଳୟ ଉଦ୍ଘାଟନ ହେଇଛି, ଯେଉଁଟାକୁ ଆମର ସର୍ବସାଧାରଣ ଭାରତର ନାଗରିକ ଯାଇକରି ବୁଲିକରି ଦେଖିପାରିବେ ଏବଂ ବଞ୍ଜାରା ଗୋଷ୍ଠୀଙ୍କର ସମୃଦ୍ଧ ଅତୀତ ଏବଂ ତାଙ୍କର ଜୀବନଶୈଳୀ ଉପରେ ଜ୍ଞାନ ପାଇପାରିବେ। ତେବେ ମୁଖ୍ୟ ବିଷୟଟି ହେଲା ଯେ ଚାଷୀମାନଙ୍କୁ ଆର୍ଥିକ ସହାୟତା PM କିଷାନ ନିଧି ଜରିଆରେ ତମ କିସ୍ତିରେ ପ୍ରାୟ ଚାଷୀମାନଙ୍କୁ ଆଜି ଦିଆଯାଇଛି ଏବଂ ଏଇଟା ଦିନ 12ଟା ବେଳେ ଆମର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚାଷୀ ଭାଇମାନଙ୍କ ଖାତାକୁ ସିଧାସଳଖ ଯାଇଅଛି। ତ ଏଇ ଆର୍ଥିକ ସହାୟତାକୁ ସେମାନେ ରବି ଋତୁରେ କୃଷି କାର୍ଯ୍ୟରେ ଲଗାଇ ପାରିବେ। ବିଭିନ୍ନ ଯେମିତି ମଞ୍ଜି ହେଉ, କୀଟନାଶକ ହେଉ ଏବଂ ଅନ୍ୟାନ୍ୟ ଜିନିଷ କିଣିକିରି ଚାଷ କାର୍ଯ୍ୟରେ ଲଗାଇ ପାରିବେ। ତାକୁ ଛାଡ଼ିଦେଲେ ଆମ କେନ୍ଦ୍ର ତରଫରୁ ଭାରତ ସରକାରଙ୍କ ଦ୍ୱାରା ଚାଲୁଥିବା ପ୍ରାକୃତିକ କୃଷିର ପ୍ରସାର ଉପରେ ମଧ୍ୟ କାର୍ଯ୍ୟକ୍ରମ କରାଯାଇଅଛି। ତ ଏଥିରେ ଆମର ନିକଟସ୍ଥ ଗମ୍ଭାରୀପାଲିର ବିହନ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଅଫିସର ଡକ୍ଟର ବିଭୂତି ଭୂଷଣ ଦଳେଇ ସାର୍ ଆସି ଚାଷୀମାନଙ୍କୁ ପ୍ରାକୃତିକ କୃଷିର ଉପାଦେୟତା ଏବଂ କିପରି ଖର୍ଚ୍ଚ କମ୍ କରିହେବ, ରାସାୟନିକ ଔଷଧ ବ୍ୟବହାର ନ କରିକିରି ନିଜ ଅଞ୍ଚଳରେ ମିଳୁଥିବା ଗୋ ସମ୍ପଦ ଉପରେ ଆଧାରିତ କୃଷିକୁ ଆପଣେଇବା ପାଇଁ ଉତ୍ସାହିତ କରିଥିଲେ। ଚାଷୀଙ୍କର ପ୍ରୋବ୍ଲେମ୍ ଯେଉଁଟା ଅଛି ତାକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଆମେ ଆମ କେନ୍ଦ୍ର ତରଫରୁ ଭାରତ ସରକାରଙ୍କର ବିଭିନ୍ନ ଚାଲିଥିବା କାର୍ଯ୍ୟକ୍ରମ ଯେପରିକି ପଲ୍ସ ସିଡ୍ ହବ୍, ଡାଲି ଜାତୀୟ ଫସଲର ବିହନ ଉତ୍ପାଦନ, ତୈଳବୀଜ ଚାଷର ପ୍ରସାର, ପ୍ରାକୃତିକ ଚାଷର ପ୍ରସାର, ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରସାର ଏବଂ ଡ୍ରୋନ୍ ସାହାଯ୍ୟରେ ସିଞ୍ଚନ କରିବା, କୀଟନାଶକ ଔଷଧ ସିଞ୍ଚନ କରିବା, ସାର ସିଞ୍ଚନ କରିବା, ଏସବୁର ପ୍ରସାର ସମ୍ବନ୍ଧରେ ସବୁ ଚାଷୀ ଭାଇମାନଙ୍କୁ ବୁଝାଇଥିଲୁ ଏବଂ ଆଶା କରୁଛୁ ଏହିସବୁ କାର୍ଯ୍ୟକ୍ରମ ଦ୍ୱାରା ଚାଷୀ ଭାଇମାନେ ତାଙ୍କର ଚାଷରେ ହେଉଥିବା ଖର୍ଚ୍ଚ କମେଇ ପାରିବେ, ଅଧିକ ଲାଭବାନ ପାଇପାରିବେ, ସୁସ୍ଥ ଖାଦ୍ୟ ପାଇପାରିବେ ଏବଂ ପରିଶେଷରେ ପରିବେଶରେ ସନ୍ତୁଳିତ ହେବ ଏବଂ ଆମର ପରିବେଶ ସୁରକ୍ଷା ରହିବ। ଦେଶର ଯଶସ୍वी ପ୍ରଧାନମନ୍ତ୍ରୀ ଆଦରଣୀୟ ନରେନ୍ଦ୍ର ମୋଦିଜୀ ଆଜି ଭାରତର 9.5 ଲକ୍ଷ ଚାଷୀ ଭାଇମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ 18ତମ କିସ୍ତି ପ୍ରତ୍ୟେକ ଚାଷୀ ଭାଇମାନଙ୍କୁ ପ୍ରଦାନ କରିଛନ୍ତି। ଚାଷୀ ଭାଇମାନେ ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଏହି ରାଶି ଆଜି ପ୍ରାପ୍ତ କରିଛନ୍ତି।